ଯେତେବେଳେ ସୁନା ଦର ଗତ କିଛି ଦିନ ଧରି ବଢ଼ି ଚାଲିଥିଲା କିନ୍ତୁ କମିବାର ନା ଦର ନଥିଲା କିନ୍ତୁ ବର୍ତ୍ତମାନ ଯେଉଁଭଳି ଭାବେ ସୁନା ଦର କମିଛି ଯଦି ଆମେ କହିବା ବ୍ରହ୍ମପୁର ସହରରେ ଆଜି ଯେଉଁ 916 ରହିଛି ଗ୍ରାମ ପିଛା 12,1290 ଟଙ୍କା ରହିଛି ଯାହାଫଳରେ କି ଗ୍ରାହକଙ୍କ ମନରେ ଗୋଟେ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି ପୂର୍ବରୁ ଦେଖିବା କିଛି ଦିନ ପୂର୍ବରୁ ଯେଉଁ ସୁନା ଦୋକାନରେ ସେତେ ଭିଡ଼ ଦେଖିବାକୁ ମିଳୁନଥିଲା କିନ୍ତୁ ବର୍ତ୍ତମାନ ଦେଖୁଥିବେ କିଭଳି ଭାବେ କିଛି ଗ୍ରାହକଙ୍କର ଯେଉଁ ମନର ଉତ୍ସାହ ରହିଛି ଆଉ କିଣିବା ପାଇଁ ମଧ୍ୟ ଆଗ୍ରହ ପ୍ରକାଶ ମଧ୍ୟ କରିଛନ୍ତି ଆମ ସହିତ ଅଛନ୍ତି ଯିଏକି ବ୍ରହ୍ମପୁର ସୁନା ବ୍ୟବସାୟୀ ସଂଘର ଯିଏ ସଭାପତି ଅଛନ୍ତି ଆଲୋଚନା କରିବା ସାର୍ ଦେଖନ୍ତୁ ଗତ କିଛି ଦିନ ଧରି କେତେ ରେଟ୍ ପର୍ଯ୍ୟନ୍ତ ଯାଇଥିଲା ଲାଷ୍ଟ କେତେ ରେଟ୍ ପର୍ଯ୍ୟନ୍ତ ଯାଇଥିଲା ବର୍ତ୍ତମାନ କିଭଳି ଭାବେ ଦେଖୁଛନ୍ତି ସମସ୍ତ ନମସ୍କାର ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା ସେତେବେଳକୁ ଆପଣ ସୁନା ଦର ଥିଲା ଆମର ଅଳଙ୍କାର ସୁନା ଥିଲା 16,200 ଗ୍ରାମ ପିଛା ବର୍ତ୍ତମାନ ଆସି ପହଞ୍ଚିଲା 12,990 ଟଙ୍କା ସେମିତି ଆପଣ ଦେଖିବେ ବିସ୍କେଟ୍ ସୁନାଟା ଯେଉଁଟାକି 1,72,000 ଥିଲା ବର୍ତ୍ତମାନ ଆସି ପହଞ୍ଚିଲେ 1,46,000 ଏହି ଭାବରେ କମିଯିବାରୁ ଲୋକମାନଙ୍କ ଭିତରେ ଗୋଟେ ମାନେ ଗୋଟେ ଅପରଚ୍ୟୁନିଟି ମିଳିଲା ବୋଲି କହିଲେ ଚଳେ ଏଥିରେ ବହୁତ ମାନେ ସମସ୍ତେ ଉପକୃତ ହେବେ ଯେଉଁମାନଙ୍କର ଯେଉଁ ବଜେଟ୍ କମ୍ ଥିଲା ବୋଲି ଟିକେ ମନଟା ଦୁର୍ବଳ ଥିଲା ବର୍ତ୍ତମାନ ଗ୍ରାହକମାନଙ୍କର ଭିଡ଼ ଆରମ୍ଭ ହୋଇଯାଇଛି ବର୍ତ୍ତମାନ ସମସ୍ତ ଶ୍ରଦ୍ଧା ସହିତ କିଣୁଛନ୍ତି ଏବଂ ବର୍ତ୍ତମାନ ଏହି ପରିସ୍ଥିତିରେ ବର୍ତ୍ତମାନ ସମସ୍ତେ ନେଇଯିବା ଠିକ୍ ହେବ କାହିଁକି ଆସନ୍ତା ଦିନରେ ଯେତେବେଳେ ସ୍ୱାଭାବିକ ହେଇଯିବ ପୁଣି ରେଟ୍ ବଢ଼ିଯିବ ସାର୍ ଆମେ ଯଦି କହିବା କାହିଁକି ସୁନା ଦରଟା କମିଲା ଅନ୍ୟପଟେ ଦେଖିବା ସବୁ ଜିନିଷ ସାମଗ୍ରୀ ଦର ବଢ଼ୁଛି ସୁନା ଦରଟା ଏବେ କେମିତି କମିଲା ବୋଲେ କ'ଣ ରହସ୍ୟ ରହିଛି ସାର୍ କାହିଁକି କମିଲା ସୁନା ଛଡ଼ା ବିଭିନ୍ନ ଜିନିଷ ଆମକୁ ନିହାତି ଦରକାର ମଣିଷ ଜୀବନରେ ଯେତେବେଳେ ଆମମାନଙ୍କୁ ସବୁ ଜିନିଷ ଦରକାର ସେ ଜିନିଷ ପାଇଁ ଆମେ ସୁନାଟାକୁ ରଖିଥିଲୁ ସୁନାଟାକୁ ସଞ୍ଚୟ ଭାବରେ ରଖାହେଇଥିଲା ଏଟାକୁ ବ୍ୟବସାୟ ହିସାବରେ ଦେଶ ବିଦେଶରେ ରଖନ୍ତି ତଥା ନିଜର ଶକ୍ତି ପ୍ରଦର୍ଶନ ପାଇଁ ବି ରଖିଥିଲେ କିନ୍ତୁ ବର୍ତ୍ତମାନର ସମୟ ଆସିଲା ଗ୍ୟାସ୍ ଏବଂ ଅନ୍ୟାନ୍ୟ ଜିନିଷ ସାର ଯେମିତିକି ଆପଣ କହିଲେ ମେଡ଼ିସିନ ଏସବୁ ଜିନିଷ ନିହାତି ଦରକାର ପଡ଼ୁଛି ସେହି ହିସାବରେ ସୁନାର ମହତ୍ତ୍ୱଟା କମ୍ ଚାଲୁଛି ସେଥିପାଇଁ ସୁନା ଦର କମି କମି ଆସୁଛି ଆଗକୁ କମିବାର ସମ୍ଭାବନା ରହିଛି ଏଇଟା ପ୍ରାୟ ଏତିକି ଆଗ ରହିବ ଆଉ ବେଶୀ କମିବାର ଚାନ୍ସ ନାହିଁ ବୋଲି ଆମେ ଆଶା କରୁଛୁ ଆପଣମାନେ ଯେତେ ଶୀଘ୍ର ହେବ ଆସି ନେଇଯାଆନ୍ତୁ ଗ୍ରାହକ ଅଛନ୍ତି ପଚାରିବା ମ୍ୟାଡ଼ାମ୍ ଦେଖନ୍ତୁ କିଭଳି ଭାବେ ଦେଖୁଛନ୍ତି ସୁନା ଦର ଏବେ କମିଛି ରେଟ୍ ଅଧିକ ଥିଲା ଦେଖୁଛୁ ଏବେ କେମିତି ରେଟ୍ ଯେତ ଆଜି ଅଧିକ ଥିଲା ସେତେବେଳେ ନେବା ପାଇଁ କେମିତି ଲାଗୁଥିଲା ବର୍ତ୍ତମାନ କେତେ ଖୁସି ଲାଗୁଛି ବେଟର ଫିଲ୍ ହଉଛି କିଛି ଗ୍ରାହକ ଅଛନ୍ତି ଆଲୋଚନା କରିବା ପଚାରିବା ମ୍ୟାଡ଼ାମ୍ ଦେଖନ୍ତୁ ଯେତେବେଳେ ସୁନା ଦର ବଢ଼ିକି ଥିଲା ବର୍ତ୍ତମାନ ସୁନା ଦର କମିଛି କ'ଣ ଆପଣ ଆଜି କିଣିଛନ୍ତି କ'ଣ ମୁଁ ପ୍ରଥମେ ନମସ୍କାର କରୁଛି ମୁଁ ତ ପ୍ରଥମେ ଆସିଲି ଏଠିକି ଦେଖିଲି ଭଲ ଅଛି ଶସ୍ତା ହେଲା ବୋଲିକି ତାହେଲେ ସୁନା ଦର କମ୍ ଅଛି କେତେ ଖୁସି ଲାଗୁଛି ବହୁତ ଖୁସି ଲାଗୁଛି ଯେତେବେଳେ ବଢ଼ି ବଢ଼ି ଚାଲିଥିଲା ଗୋଟେ ମହିଳାଙ୍କ ପାଇଁ ଗୋଟେ ନିହାତି ଆବଶ୍ୟକ ସୁନାଟା ସଜେଇ ହେବା ପାଇଁ ସେଇଟା ତ ସ୍ତ୍ରୀମାନଙ୍କ ପାଇଁ ମୁଖ୍ୟ ସେଇଟା କମିବାରୁ ଆସିଛୁ ଦେଖିବା ନେବା ପାଇଁ ଗ୍ରାହକଙ୍କର ଭିଡ଼ ରହିଛି ଆଉ କିଛି ଗ୍ରାହକ ଅଛନ୍ତି ସେମାନଙ୍କ ସହିତ ଆଲୋଚନା କରିବା ପଚାରିବା ସାର୍ ଦେଖନ୍ତୁ ଯେତେବେଳେ ସୁନା ଦର ବଢ଼ିଥିଲା ବର୍ତ୍ତମାନ ରେଟ୍ କମିଛି କେତେ ଖୁସି ହେଉଛନ୍ତି କ'ଣ ନେବା ପାଇଁ ଆଜି ଆପଣ ଆସିଛନ୍ତି ଏ ରିଙ୍ଗ ନେବା ପାଇଁ ଆସୁଛୁ ଟିକେ କମ୍ଫର୍ଟ ଫିଲ୍ ହେଉଛି ଯେତେବେଳେ ବଢ଼ିଥିଲା ସେତେବେଳେ କେମିତି ଇଏ ଲାଗୁଥିଲା ଏତେ ଟଙ୍କା ସୁନା ହେଇଗଲା ଯେତେବେଳେ ବଢ଼ିଥିଲା ସେତେବେଳେ ଆସୁନଥିଲି ବେଶୀ ହାଇ ରେଟ୍ ଥିଲା ଏବେ କମିବାରୁ ଆସିଛନ୍ତି ଟିକେ କମି ଆଉ କିଛି ଅଛନ୍ତି ପଚାରିବା ସାର୍ କ'ଣ କହିବା ଟିକେ ଦେଖନ୍ତୁ ଯେତେବେଳେ ସୁନା ଦର ବଢ଼ିକି ଥିଲା ବର୍ତ୍ତମାନ ଏବେ କମିଛି କିଭଳି ଭାବେ ଦେଖୁଛନ୍ତି ଆପଣ ଆଜି ଗୋଟେ ଗୋଲ୍ଡ ପ୍ଲାନ୍ ଗୋଟେ କରାହେଇଥିଲା ଯେଉଁଟାକି ନେବା ପାଇଁ ସେଇଟା ରେଟ୍ ଆଜି ଟିକେ କମିଛି ତେଣୁ ଖୁସିରେ ଆସି ନେବା ପାଇଁ ଇଚ୍ଛା କଲୁ ଆଉ ଯେତେବେଳେ ସୁନା ଦର ଅଧିକ ଥିଲା ସେତେବେଳେ ଆସିବା ପାଇଁ ଭୟ ଲାଗୁଥିଲା ନିଶ୍ଚୟ ସେଇଟା ତ କାହିଁକି ନା ଆମେ ମାନେ ମିଡ଼ିଲ୍ କ୍ଲାସ୍ର ଯେଉଁଟାକି ଆମେ ଗୋଟେ ଜିନିଷଟେ ମାନେ ପଇସା ବଢ଼ିଆ ସମୟରେ କିଣିବା ପାଇଁ କଷ୍ଟ ହେଉଥିଲା ମ୍ୟାଡ଼ାମ୍ ଦେଖନ୍ତୁ କେମିତି ଦେଖୁଛନ୍ତି ବର୍ତ୍ତମାନ ସୁନା ଦର ଏବେ କମିଛି ହଁ କମିଛି ତ ସେଥିପାଇଁ ଆଜି କିଣିବାକୁ ଆସିଛୁ ଆଉ ଦେଖନ୍ତୁ ଯେତେବେଳେ ବଢ଼ିକି ରହିଥିଲା ଦର ସେତେବେଳେ କେମିତି ଦେଖୁଥିଲେ ମାର୍କେଟକୁ ଆସିବା ପାଇଁ ସୁନା ଦୋକାନକୁ ଆସିବା ପାଇଁ ଠିକ୍ ଲାଗୁଥିଲା ନା ଭୟ ଲାଗୁଥିଲା ନା ବର୍ତ୍ତମାନ କେମିତି ମାର୍କେଟ ଆସିବାକୁ ଇଚ୍ଛା ହେଉନଥିଲା ବାକି ଆଜି ରେଟ୍ କମିବାରୁ ଆଜି ଆସିଛୁ ଆଉ ଏଭଳି ଭାବେ ଦେଖିବା ଆମେ ସେଇ ଚିତ୍ର ସକାଳୁ ସକାଳୁ ଯେଉଁ କେବଳ ସମସ୍ତ ସୁନା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିଛି ଗ୍ରାହକଙ୍କ ମନର ଉତ୍ସାହ ମଧ୍ୟ ରହିଛି କାରଣ ଦେଖନ୍ତୁ ଗଞ୍ଜାମ ଜିଲ୍ଲାବାସୀ କଥା ଯଦି କହିବା ସୁନା ଉପରେ ସୁନାକୁ ବହୁତ ପସନ୍ଦ କରନ୍ତି ଗୋଟିଏ ପଟେ ଗୋଟିଏ ସେଭିଂ ରହିଛି ତା ସହିତ ମହିଳାମାନେ ଯେଉଁ ସଜେଇ ହେବା ପାଇଁ ମଧ୍ୟ ସେମାନେ ଅନେକ ପସନ୍ଦ କରନ୍ତି ଯାହାଫଳରେ କି ଯେତେବେଳେ 1,67,000 ଛୁଇଁଥିଲା 916 ଯେତେବେଳେ 1,67,000
67,000 ଛୁଇଁଥିଲା ସେହି ସମୟରେ କୌଣସି ଗ୍ରାହକ ଆସିବା ପାଇଁ ନାରାଜ ହେଉଥିଲେ କିନ୍ତୁ ଏବେ ବର୍ତ୍ତମାନ ଦେଖୁଛନ୍ତି ଗ୍ରାହକଙ୍କର ଭିଡ଼ ମଧ୍ୟ ରହିଛି ଆଉ ଗ୍ରାହକ ମଧ୍ୟ ଚାହୁଁଛନ୍ତି ବର୍ତ୍ତମାନ ସେମାନେ ମଧ୍ୟ ସ୍ପଷ୍ଟ ହୋଇପାରୁନାହାନ୍ତି ଏହି ରେଟ୍ ରହିବ ନା ପୁଣି ଥରେ ଆଗକୁ ବଢ଼ିବ ଆଗକୁ ମଧ୍ୟ ଅକ୍ଷୟ ତୃତୀୟା ମଧ୍ୟ ଆସୁଛି ଏହି ମନରେ ଅନେକ ଦ୍ୱନ୍ଦ୍ୱ ମଧ୍ୟରେ ରହିଛି କିନ୍ତୁ ଆଉ ଗୋଟିଏ କଥା ଦେଖିବା ସ୍ୱସ୍ତିକା ଦେଖନ୍ତୁ ଯେତେବେଳେ ପୂର୍ବରୁ ଦରଦାମ ଅନ୍ୟ ସାମଗ୍ରୀର ଦରଦାମ ବଢ଼ିବାରେ ଦେଖିବାକୁ ମିଳୁଛି କିନ୍ତୁ ଏହାରି ଭିତରେ ଗୋଟିଏ ସୁନା ଦର କମିବାରେ ଦେଖିବାକୁ ମିଳୁଛି ଯାହାକି କେହି ବି ଭାବିନଥିଲେ ଏତେ ଟଙ୍କା ଯାଇଛି 1,67,000 ଯାଇଛି ପୁଣି ଥରେ ଏତେ ତଳକୁ ଖସିବ କେହି ବି ଆଶା ରଖିନଥିଲେ ଯାହାଫଳରେ କି ଯେଉଁ ଗ୍ରାହକମାନେ ରହିଛନ୍ତି ସେମାନଙ୍କର ଗୋଟେ ଉତ୍ସାହ ଦେଖିବାକୁ ମିଳୁଛି ବ୍ୟବସାୟୀଙ୍କ ମନର ମଧ୍ୟ ଉତ୍ସାହ ଦେଖିବାକୁ ମିଳୁଛି କାରଣ ଦୀର୍ଘ ଦିନ ଧରି ସେମାନେ ମଧ୍ୟ ସେଇଭଳି ଭାବେ ଯେଉଁ ପ୍ରକାର ବ୍ୟବସାୟ ହେବା କଥା ହେଇପାରୁନଥିଲା ବର୍ତ୍ତମାନ କିଛି ଆଶା ରଖିଛନ୍ତି ବ୍ୟବସାୟ ମଧ୍ୟ ହେବ ବୋଲି ସ୍ୱସ୍ତିକା